ଜଣେ ବେଶ୍ୟା ପାଇଁ ଅଟକିଥିଲା ରଥ। ଜଗତର ନାଥ ଜଗନ୍ନାଥ, ସୁନ୍ଦର ତାଙ୍କର ମୁହଁ, ହାତ ଗୋଡ଼ ନାହିଁ ଜଗତ ଚଳାନ୍ତି, ଅଟନ୍ତି ସେ ବଡ଼ ଦିଅ। ଭକ୍ତବାସଳ ପ୍ରଭୁ ଜଗନ୍ନାଥ। ଭକ୍ତି ସହକାରେ ହୃଦୟରୁ ଡାକିଲେ ପ୍ରଭୁ ନିଶ୍ଚୟ ଭକ୍ତର ଡାକ ଶୁଣନ୍ତି। ଭକ୍ତ ଓ ଭଗବାନଙ୍କୁ ନେଇ ଏକ ସୁନ୍ଦର କାହାଣୀଟିଏ ମୁଁ କହିବାକୁ ଯାଉଛି। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ, ଆଜିର କାହାଣୀଟି ହେଉଛି ଭକ୍ତ ବଳରାମଙ୍କ ବିଷୟରେ। ଗୋଟିଏ ଭକ୍ତ ଭଗବାନଙ୍କର ମିଳନ ବିଷୟରେ। ଚାଲନ୍ତୁ ଆରମ୍ଭ କରିବା। ଭକ୍ତ ବଳରାମ ଦାସ କାଳିଆ ସାଆନ୍ତଙ୍କର ଗୋଟିଏ ବଡ଼ ଭକ୍ତ ଥିଲେ। ସେ ପ୍ରତିଦିନ ଭଗବାନଙ୍କୁ ଭକ୍ତି ଭାବରେ ସହକାରେ ପୂଜା କରୁଥିଲେ। ଏକଦା ବଳରାମ ଦାସ ଜଣେ ବେଶ୍ୟାକୁ ଦେଖି ମୋହିତ ହୋଇଯାଇଥିଲେ। ତା ସହିତ ସମ୍ପର୍କ ରଖିଥିଲେ। ବେଶ୍ୟାର ମୋହରେ ବାନ୍ଧି ହୋଇ ସେ ରଥଯାତ୍ରା ଦିନକୁ ମଧ୍ୟ ଭୁଲି ଯାଇଥିଲେ। ହଠାତ୍ ତାଙ୍କୁ ବଡ଼ଦାଣ୍ଡରେ ଶଙ୍ଖ ଘଣ୍ଟ ହୁଳାହୁଳି ଭକ୍ତମାନଙ୍କର ଡାକ ଶୁଭିଲା। ତାଙ୍କର ମନେ ପଡ଼ିଗଲା ଆଜି ରଥଯାତ୍ରା। ପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ତାଙ୍କ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଭକ୍ତଙ୍କ ଦର୍ଶନ ଦେବା ପାଇଁ ରଥରେ ବିରାଜମାନ କରିଛନ୍ତି। ଏହା ଭାବି ସେ ନିଜକୁ ବହୁତ ଧିକ୍କାର କଲେ। ଧିକ୍କାର କରି କହିଲେ, ଧିକ୍ ମୋ ମଣିଷ ପଣିଆକୁ, ଧିକ୍ ମୋ ଭକ୍ତି ଭାବକୁ। ଭକ୍ତମାନେ ବଡ଼ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଏକତ୍ରିତ ହୋଇଛନ୍ତି, ଅର୍ଥାତ୍ ମୁଁ ବେଶ୍ୟାଶାଳାରେ ରହି ଭଗବାନଙ୍କୁ ଭୁଲିଗଲି। ସେ ମନରେ ଭାବିଲେ, ଆଜି ମୁଁ ରଥ ଟାଣିବି। ଏହା ଭାବି ସେ ଏକ ଲୟରେ ବଡ଼ଦାଣ୍ଡକୁ ଧାଇଁଲେ। ବଡ଼ଦାଣ୍ଡରେ ପହଞ୍ଚିବା କ୍ଷଣି ପ୍ରଭୁଙ୍କ ସେବକ ଓ ପଣ୍ଡାମାନେ ତାଙ୍କୁ ଅପବିତ୍ର କହି ଘଉଡ଼ାଇ ଦେଲେ। ରଥର ଦଉଡ଼ି ଛୁଇଁବାକୁ ଦେଲେ ନାହିଁ। ବଳରାମ ଦାସ ଶୋକ ଭରରେ କହିଲେ, କାଳିଆ, ଏଇ କ'ଣ ତୋର ବଡ଼ପଣ? ସତରେ ମୁଁ ଯଦି ତୋର ବଡ଼ ଭକ୍ତ ହେଇଥିବି, ମୋ ରଥ ଦଉଡ଼ି ନ ଛୁଇଁବା ଯାଏଁ ତୋ ରଥ ଗଡ଼ିବନି। ଏହା କହି କ୍ରୋଧ ଭରରେ ସେ ବାଟ ମୁହାଣରେ କାନ୍ଦି କାନ୍ଦି ଭକ୍ତ ସହକାରେ ବାଲିରେ 3ଟି ବାଲି ରଥ ଗଢ଼ିଥିଲେ। ଷୋଡ଼ଶ ଶୁକ୍ଳ ଗାନ କରି ଭକ୍ତି ସହକାରେ ହୃଦୟରୁ ଜଗନ୍ନାଥଙ୍କୁ ଡାକିଲେ, ମୁଁ ଯଦି ସତରେ ତୋର ବଡ଼ ଭକ୍ତ ହୋଇଥିବି, ତୁ ମୋର ଏହି ବାଲି ରଥରେ ବିରାଜମାନ କରିବୁ। ସତକୁ ସତ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ଓ ଭଉଣୀଙ୍କ ସହିତ ବାଲି ରଥରେ ବିରାଜମାନ କଲେ। ସେପଟେ ବଡ଼ଦାଣ୍ଡରେ ରଥ ଅଟକିଗଲା। ଲକ୍ଷ ଲକ୍ଷ ଲୋକ ମଧ୍ୟ ରଥକୁ ଟାଣି ପାରିଲେ ନାହିଁ। ରାଜା ଓ ପଣ୍ଡାମାନେ ଚିନ୍ତାରେ ପଡ଼ିଗଲେ। ରାତିରେ ପ୍ରଭୁ ରାଜା ପ୍ରତାପ ଚନ୍ଦ୍ରଙ୍କୁ ସ୍ୱପ୍ନଦେଶ କଲେ, ତୁମେ ଯାହାକୁ ଅପବିତ୍ର କହି ଘଉଡ଼ାଇ ଦେଇଛ, ସେହି ଅପବିତ୍ର ବଳରାମ ଦାସଙ୍କୁ ସମ୍ମାନର ସହିତ ରଥ ପାଖକୁ ଆଣିଲେ ରଥ ଗଡ଼ିବ। ରାଜା ଓ ପଣ୍ଡାମାନେ ବଳରାମ ଦାସଙ୍କୁ ରଥ ପାଖକୁ ଆଣିଲେ। ସେହି ଭକ୍ତ ବଳରାମ ଦାସ ରଥର ଦଉଡ଼ିକୁ ଛୁଇଁବା କ୍ଷଣି ରଥ ଗଡ଼ିଲା। ଏଥିପାଇଁ ବଡ଼ ଠାକୁରଙ୍କୁ ଭକ୍ତର ଭଗବାନ ବୋଲି କହିଥାନ୍ତି। ସେହି ବଳରାମ ଦାସ ଲକ୍ଷ୍ମୀ ପୁରାଣ ରଚନା କରିଛନ୍ତି, ଯାହାକି ପୁରା ଓଡ଼ିଶା ପରିବାରରେ ଗାନ କରାଯାଏ। ଏ ଦୁନିଆରେ ଅନେକ ଲୋକ ଅଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମହିମା ଗାନ କରି ନିଜକୁ ପରମ ଭକ୍ତ ବୋଲାଇଥାନ୍ତି। ନିଜକୁ ପ୍ରଭୁଙ୍କ ପାଖରେ ସମର୍ପିତ ବୋଲି ଦାବି ମଧ୍ୟ କରିଥାନ୍ତି। ଏହି ସମ୍ପର୍କରେ ନିଜର ମତାମତକୁ ପୁରୀର ଗଜପତି ମହାରାଜ ଏକ କର୍ମଶାଳାରେ ବୁଝାଇ କହିଥିଲେ, ଯାହା ବୁଝିବା ଅତି ସହଜ ଥିଲେ ବି ପ୍ରକୃତପକ୍ଷେ କାମରେ କରି ଦେଖାଇବା ନିହାତି କଷ୍ଟକର, ମାତ୍ର ଅସମ୍ଭବ ନୁହେଁ। ଗଜପତି ମହାରାଜାଙ୍କର ମତରେ ଅନେକ ଲୋକ ଅବା ସଂସ୍ଥା ପ୍ରଭୁ ଜଗନ୍ନାଥଙ୍କର ମହିମା ଓ ସାଂସ୍କୃତିକ ପ୍ରଚାର ପାଇଁ କାମ କରୁଛନ୍ତି, କିନ୍ତୁ ସେମାନେ ଦୁଇ ଭାଗରେ ବିଭକ୍ତ। ଗୋଟିଏ ଗୋଷ୍ଠୀ ଦିନରାତି ସାଧନା କରି ଏହି କାମ ପାଇଁ ନିଜକୁ ଉତ୍ସର୍ଗ କରି ଦେଉଛନ୍ତି, ଯାହାର ମୂଳଦୁଆ ହେଉଛି ଆଧ୍ୟାତ୍ମିକତା। ମାତ୍ର ଅନ୍ୟ ଗୋଷ୍ଠୀଟି କେବଳ ଲୋକ ଦେଖାଣିଆ ଭାବରେ କାମ କରୁଛନ୍ତି। ପ୍ରଭୁଙ୍କର ମହିମା ଥିବା ସଂସ୍କୃତି ପ୍ରଚାର ନାମରେ ନିଜର ସୁନାମ ପ୍ରଚାର କରିଚାଲିଛନ୍ତି। ଏହିପରି ଲୋକ ପ୍ରତ୍ୟେକ ସହର, ରାଜ୍ୟ ତଥା ଦେଶରେ ଦେଖାଯାଉଛନ୍ତି।
आश्चर्यर कथा जे यही द्वितीय गोष्ठीर लोक माने उच्च शिक्षित तथा उच्च पदपदवी अधिष्ठित एहीपरि तथाकथित उच्च परिवाररू आसिछन्ति किंतु अहंकार भितरे निजको हजाई देइछन्ति फलरे दिनकु दिन सेमानंकर भावना निम्नगामी हेई चालुछि सेमाने प्रभुंकर महिमागान छଳରେ निजर महिमागान करिबारे परम आनंद पाउछन्ति सत कहिबाकु गले एसबु निजे निजे ही निजको ठकिया परि काम करुछन्ति। देखंतु सांग माने मु तुमको गोटे कथा कहिबाकु चाहूछि जेकोसी आपण देखिथिबे बहुत लोक मनरू भक्ति भाव देखौ नाहंती खाली मुहरु आपणक सहित देखा है जीवे जय जगन्नाथ किंतु मन भितर तांकर बहुत पाप मन भितर लोकंकु केमिति सम्मान दिया जाए से जिनस भी सी शिखि नथिबे निज घरर बापा माँ को केमिति सम्मान दिया जाए सेटा से शिखि नथिबे लोक मानक सांगरे केमिति कथाबार्ता करा जाए से जिनस भी शिखि नथिबे किंतु तांको मुहरु आसुथिबो जय जगन्नाथ काई आपण माने आम जगन्नाथ को बदनाम करूचंती आम जगतर नाथ को बदनाम करूचंती तांको नाम रे कौन पाई निजको निजे खराब हेउचंती आमको भी खराब लगुची एमती काम करंतु नहीं आगे निजको ठीक करंतु तापर आम प्रभु जगन्नाथंकर नाम नियंतु देखिबे जीवन रे केबे तुमे दुख पाइबो नहीं सबु बेले सुख रे ही रहिबो भगवान तुमर डाक निश्चिंत सुनिबे केबे भी तुमको कौनसी जिनिसर असुविधा हेबो नहीं ए जिनिसटा निश्चिंत मोर मन रखिबे धन जन जौवन केबे चिरस्थायी नुह गोटे जिनस मन रखि तांतु धन जेबे आज तुम कतिरे टंका अछि काले तुम कतिरे टंका थिबो नथिबो तार कौनसी ग्यारंटी नहीं जन आज तुम पाखरे बहुत लोक अछंती आज तुम पाखरे बहुत लोक तुम सहित काम करूछंती काहेकि ना आपणक पाखरे टंका अछि बिली आपणक पाखरे बहुत लोक काम करूछंती जौवन सुंदरता आपण भावुचंती मु देखिबाकू एते सुंदर देखिबाकू एते भल एटा मन रखि तांतु आपण सबुदिन पई सेमिति देखा जिबे नहीं आज यदि आपण भल देखा जाउचंती ना गोटे घंटा लागिवनी आपण समस्त आगे खराब हो जिवे सेथिपाई केबे धन जन जौवन ए तीनिटा जिनस को नहीं केबे मनरे गर्व करंतु नहीं कारण आमर प्रभु जगन्नाथ सबु सहिबे गोटे भक्तर गाली सही जिवे किंतु केबे गर्व सहिबे नहीं दया करी गर्व करंतु नहीं काहेकि ना केबे आपणकर गर्व रहिबो नहीं। धन्यवाद सांग माने मोर ए भिडियोटी आपण माने शेष जांगे देखिथिबारु आपण मानकु धन्यवाद। जदि मोर ए भिडियोटी आपण मानकु भल लागिथिबो लाइक करिवे सांग मानक मध्यरे शेयर करिवे। जदि आपण मोर ए भिडियोटी प्रथम थर पई देखुचंती आम टॉकिंग वर्ल्ड यूट्यूब चैनल को सब्सक्राइब करी बेल आइकन को ऑल रे क्लिक करिवे कारण जेबे आम चैनल रे किछि नुआ मोटिवेशनल वीडियो छड़ा जिवो आपण सर्वप्रथमे देखि परिबे। धन्यवाद। जय जगन्नाथ।